ଆସିକି ପହଞ୍ଚିଲୁ ଆମେ ଦକ୍ଷିଣେଶ୍ୱର କାଳୀ ଟେମ୍ପଲରେ। ଏଠାକୁ ଆସିବାକୁ କେମିତି କଣ ଆସିଲୁ ଆଉ କଣ ରହିଥିଲା ଆମର ଜର୍ଣ୍ଣି ଆମ ସହିତ ବନି ରୁହନ୍ତୁ। ପ୍ରଥମେ ତ ଆମେ ମେଟ୍ରୋ ଷ୍ଟେସନରୁ ଆସିଲୁ ଆଉ ସେଇ ମେଟ୍ରୋ ଷ୍ଟେସନର ନାଁ ଥିଲା ଦକ୍ଷିଣେଶ୍ୱର ମେଟ୍ରୋ ଷ୍ଟେସନ। କଲିକତାର ମେଟ୍ରୋ ଷ୍ଟେସନ ଟ୍ରାଏ କରିବେ ବହୁତ ବଢିଆ ଲାଗିବ। ଅଣ୍ଡର ସିସିଟିଭି ସର୍ଭାଇଲେନ୍ସ ଥିଲା ସେଥିପାଇଁ ଭିଡିଓଗ୍ରାଫି କରିହେଲାନି। ସେତିକି ଭିତରେ ଆମେ ଆସିକି ପହଞ୍ଚି ଯାଇଛୁ ଆଉ ଆମେ ଦର୍ଶନ କରିବା କାଳୀ ଟେମ୍ପଲ। ଆଉ କିଛି କହିବାକୁ ଗଲେ ରାମକୃଷ୍ଣ ପରମହଂସ ଏଠି ସାଧନା କରିଥିଲେ। ଯେପରିକି ଆମେ ଜାଣିଛେ ଆମର ଯୋଉ ବି କାଳୀ ମନ୍ଦିର ଅଛି ସେଠି ସାଧନା କରିବାକୁ ବହୁତ ଜଣ ଆସନ୍ତି। ତ ତାର ଡିଭୋସନାଲ ଇନ୍ସପିରେସନ ଆପଣଙ୍କୁ ଏଠି ମିଳିବାର ସମ୍ଭାବନା ବହୁତ। ଏଇ ମନ୍ଦିରଟା ବଙ୍ଗାଳୀ ଆର୍କିଟେକ୍ଚର ବା କଳାକୃତିରେ ବନିକି ଅଛି। ଏଠାକୁ ଦେଖିବାକୁ ଗଲେ ଆପଣଙ୍କୁ ଦେଖିବାକୁ ମିଳିବ ନବରତ୍ନ ପ୍ରଣାଳୀରେ ଏଇଟା ପ୍ରସ୍ତୁତ ହେଇଛି। ଦେଖନ୍ତୁ ପ୍ରସାଦର କାଉଣ୍ଟର ଗୁଡାକ ଆମର ପୁରୀ ପ୍ରସାଦ ଭଳିଆ ଯେମିତି ବଣ୍ଟନ କରିବାକୁ ମିଳିଥାଏ ସେମିତି ରହିଥାଏ। ଏଠାରୁ ଆପଣ ପ୍ରସାଦ କିଣିକି ନେଇଯିବେ। ଷ୍ଟଲ ନମ୍ବର ଗୁଡାକ 1 ଠୁ ଆରମ୍ଭ କରିକି 28 ଯାଏଁ ଗୋଟେ ସେକ୍ସନରେ ଅଛି, ଅନ୍ୟ ସେକ୍ସନରେ ଆଉ ଗୋଟେ ଅଛି। ସେତିକି ଭିତରେ ଦେଖନ୍ତୁ ମନ୍ଦିରଟାକୁ ଯିବା କ୍ୟୁ ଥାଏ ତ ତାଙ୍କ ହିସାବରେ ଟାଇମ ମ୍ୟାନେଜମେଣ୍ଟ କରିକି ଯିବେ। ମତେ ଲାଗିଗଲା 15 to 30 minutes କଭର କରିବା ପାଇଁ। ଭିତରର ଯୋଉ ଲାଇନ ଥିଲା ବେଶୀ କ୍ରାଉଡ ନଥିଲା ଯେପରିକି ମୁଁ କହୁଥିଲି। ଦୁଇ ପଟରୁ ମନ୍ଦିର ଭିତରେ ଲାଇନ ଅଛି। ଭିତରକୁ ଦେଖନ୍ତୁ ଆମର ଲାଇନ କୁ ଏଇଠି ଟିକଟ କାଉଣ୍ଟର ଟା ଅଛି। ଏଇ ଟିକଟ କାଉଣ୍ଟରରୁ ଆମେ ଟିକଟ ନେଇଯିବା। ଯୋଉଟାରେ କି ଆମର ଯୋଉ ବି ସାମାନ ଅଛି ଆଉ ଯେତିକି ସବୁ ମୋବାଇଲସ ଗୁଡାକ ରଖିକି ଯିବା। ଆଉ ଲଗେଜ ବି ଯଦି କରୁଛନ୍ତି ତା ସହିତ ଚପଲ ବି ରଖିପାରିବେ। ଏଠି ଫୁଡ ପ୍ଲାଜା ରହିଛି ଆପଣଙ୍କୁ ଗୋଟେ ପାର୍ଶ୍ଵରେ ମିଳିଯିବ। ଆପଣ ଚାହିଁଲେ ପଇସା ଦେଇକି ଆପଣ ମାନେ ଟଙ୍କା ପଇସା ଦେଇକି ଯାହାବି ଆପଣଙ୍କ ପସନ୍ଦର ଖାଇପାରିବେ। ଯୋଉଟା କି ବହୁତ ହି ୱାକେବଲ ଡିଷ୍ଟାନ୍ସ ରେ ଅଛି ମେଟ୍ରୋଠୁ ଏଇଟା 1 କିଲୋମିଟର। ତ ଆସିବାଟା ସମ୍ପୂର୍ଣ୍ଣ ରୂପେ ଭଲ ରହୁଛି। ମାଙ୍କର ଦର୍ଶନ କରିବେ ବହୁତ ବଢିଆ ଲାଗିବ। ଏଇଟା ତାର ଗେଟ୍ ଅଛି। ଗେଟ୍ ଚାରିପଟର ଦୃଶ୍ୟ ତ ଆପଣ ଦେଖଉଛନ୍ତି। ଆଉ ମାଙ୍କର ଦୃଶ୍ୟ ତ ଆପଣଙ୍କୁ କଣ ହିଁ କହିବି ବହୁତ ବଢିଆ ଥିଲା। ଡିଭାଇନ ସ୍ପିରିଟ ଥିଲା। ପାର୍ଶ୍ୱ ଦର୍ଶନ କରିକି ଆସିଗଲୁ। ଆମକୁ ପ୍ରାୟ 100 ଜଣଙ୍କ ପରେ ଥିଲା। ତ ଏଇଟା ମେଟ୍ରୋ ଗେଟ୍ ନମ୍ବର 2 ରୁ ଆମେ ଆସିଲା ଟାଇମରେ କଣ କରିଥିଲୁ ନା ମେଟ୍ରୋ ରୁ ଆସିଲୁ। ତ ସେଇ ଟାଇମରେ ଆମେ କଣ କରିଥିଲୁ ଆମର ଅଟୋ ବୁକ୍ କରି ନେଇଥିଲୁ। ଯୋଉଟା ଆମକୁ 20 rupees ନେଇଥିଲା ପର ପର୍ସନ। ସେୟାରିଂ କ୍ୟାବ ନେଇକି ଆସିଥିଲୁ। ଏବେ କିନ୍ତୁ ଗଲା ବେଳକୁ ଆମ ପାଖରେ ବହୁତ ସାରା ଟାଇମ ଅଛି ତ ଭାବିଲୁ ଏଇ ଯୋଉ ରାସ୍ତାଟା ଉପରେ ଗୋଟେ ଓଭର ଫ୍ଲାଏ ଭଳିଆ ଅଛି। ସେଇଠି ଏ ସବୁ ଦୋକାନ ଗୁଡାକ ଅଛି। ଏସ୍କେଲେଟର ଚଢିକି ଆସିବେ ଆଉ ଆରାମ ସେ ଆପଣ ଏଠି ଦୋକାନ ଗୁଡାକ ଦେଖିପାରିବେ। ଟିକେ କ୍ରାଉଡେଡ ଅଛି। ମାର୍କେଟ ବି ଦେଖନ୍ତୁ ବହୁତ ସାରା କ୍ରାଉଡେଡ ଅଛି। ଏବେ ଦିନ ଦ୍ୱିପହର 2ଟା ବାଜିଗଲାଣି। ସେତିକି ଭିତରେ ଦେଖନ୍ତୁ ଟିକେ କ୍ରାଉଡ ବି ରହିଛି। ସେତିକି ଭିତରେ ଆମେ ପହଞ୍ଚି ଗଲୁ। ପ୍ରାୟ 800 କିଲୋମିଟର୍ସ ପରେ ଆସିଗଲା ଆମର ମେଟ୍ରୋ। ସାଇଡ ରେ ହିଁ ଆର ରେଲୱେ ଷ୍ଟେସନ ବି ଅଛି। ବହୁତ ହି ବଢିଆ ମାନେ ଏବେ ମେଟ୍ରୋର ନୂଆରେ ମେଟ୍ରୋ ପଡିଛି ତ ଏଟାକୁ ଏକ୍ସଟେଣ୍ଡ କରିକି ହେଇଛି। ବହୁତ ବଢିଆ ଥିଲା ତାର ମାନେ ଏକ୍ସପିରିଏନ୍ସ କହିଲେ ସବୁଠୁ ବଢିଆ ହିଁ ଥିଲା। ଏଇଟା ଆପଣଙ୍କ ରେଲୱେ ଯିବା ରାସ୍ତା। ଏବେ ଏଇଟା ଅଣ୍ଡର କନଷ୍ଟ୍ରକ୍ସନ ଅଛି। ଆପଣ ଯେତେବେଳେ ନେକ୍ସଟ ଟାଇମ ଆସିବେ ଆପଣଙ୍କୁ କନଷ୍ଟ୍ରକ୍ସନ ପୁରା ବଢିଆ ଭାବରେ ଦେଖିବାକୁ ମିଳିବ।